ଲଗାଣ ବର୍ଷା ଯୋଗୁଁ ରାସ୍ତା କଡ଼ରେ ଲାଗିଥିବା ଏକ ବ୍ୟାନର ଖସି ପଡ଼ିବାରୁ ତଳେ ଥିବା 3ଟି ଗାଡ଼ି ଭାଙ୍ଗି ରୁଜି ଚୁରମାର ହୋଇଯାଇଛି। ତେବେ ମହାରାଷ୍ଟ୍ରରେ ବର୍ଷା ଲାଗି ରହିଥିବା ବେଳେ ଆଜି ସକାଳେ ଥାନେ ଜିଲ୍ଲାରେ ଏପରି ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଗାଡ଼ି ଯିବା ଆସିବା କରିବା ସମୟରେ ରାସ୍ତା କଡ଼ରେ ଲାଗିଥିବା ଗୋଟିଏ ହୋର୍ଡିଂ ଖସି ପଡ଼ିଥିବା ନେଇ ଅଧିକାରୀ ସୂଚନା ଦେଇଛନ୍ତି, ଯାହାକି ଡମ୍ବିଭିଲି ଅଞ୍ଚଳର ବ୍ୟସ୍ତବହୁଳ ଶାହାଜାନନ୍ଦ ଛକରେ ଆଜି ସକାଳ ପ୍ରାୟ 10:30ଟା ସମୟରେ ଏପରି ଦୁର୍ଘଟଣା ଘଟିଛି। ଏଥିରେ ଯଦିଓ କେହି ମୃତାହତ ହୋଇନାହାନ୍ତି, କିନ୍ତୁ ତଳେ ଥିବା 3ଟି ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଚୁରମାର ହୋଇଯାଇଛି। ସେପଟେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ରାସ୍ତା ଉପରୁ ହୋର୍ଡିଂକୁ ଉଠାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଏବଂ ହୋର୍ଡିଂ ତଳେ କିଛି ଲୋକ ଫସି ରହିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।